नमस्कार, ମୁଁ ହର୍ଷ ପରିଚ୍ଛା। ହର୍ଷ ପରିଚ୍ଛା ୟୁଟ୍ୟୁବ ଚ୍ୟାନେଲକୁ ଆପଣମାନଙ୍କୁ ସ୍ୱାଗତମ୍ କରୁଛି। ଆଜିର ଏଇ ଭିଡିଓରେ ଆମେ ଆଲୋଚନା କରିବା ଝାଡ଼ାବାନ୍ତି ଆକ୍ରାନ୍ତରେ ଓଡ଼ିଶାର 8 ଜିଲ୍ଲା। ଝାଡ଼ାବାନ୍ତି ଏକ ହଇଜା ଯାହାକି ଆମେ ଜାଣିଛେ ସମସ୍ତେ, ଆବାଳ ବୃଦ୍ଧବନିତା ସମସ୍ତେ ଜାଣିଛେ ଝାଡ଼ାବାନ୍ତି ହେଲେ ନିଶ୍ଚିତ ଭାବରେ ଏଇଟା ଗୋଟେ ବଡ଼ ରୋଗ ସମସ୍ତଙ୍କ ପାଇଁ। ନିମିଷ ମାତ୍ରେ ଜୀବନ ଚାଲିଯାଏ, ଜଳୀୟ ଅଂଶ କମିଯାଏ। ତ ବିଶେଷ କରି ଆଜି ଯୋଉ କେନ୍ଦ୍ରୀୟ ଟିମ୍ ଆସିଥିଲେ, କେନ୍ଦ୍ରୀୟ ଟିମ୍ ସେମାନେ ବିଭିନ୍ନ ନମୁନା ନେଇକି ଜଳ ବିଭିନ୍ନ 15ଟି ଜାଗାରୁ ଜଳ ନେଇଥିଲେ, ଖାଦ୍ୟ ନେଇଥିଲେ ଏବଂ ତାକୁ ପରୀକ୍ଷା କରି ସେମାନେ ପରଖି ଦେଖିଛନ୍ତି ଜଣାପଡ଼ିଛି ଯେ ଦୂଷିତ ଜଳ ଏବଂ ଦୂଷିତ ଖାଦ୍ୟ ଯୋଗୁ ହିଁ ଏଇ ହଇଜାଟା ଆରମ୍ଭ ହେଇଛି ବା ଏଇ ଝାଡ଼ାବାନ୍ତିଟି ହୋଇଛି। ତେଣୁ କେନ୍ଦ୍ରୀୟ ଟିମ୍‌ର ଏହି ପରାମର୍ଶ କ୍ରମେ ଆମ ଓଡ଼ିଶା ସରକାରଙ୍କର ନେତୃତ୍ୱରେ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜାଙ୍କ ନେତୃତ୍ୱରେ ଏକ ବୈଠକ ହେଇଥିଲା। ସେ ବୈଠକରେ କେନ୍ଦ୍ରୀୟ ଦଳ ସେମାନଙ୍କର ସମସ୍ତ ଯୋଉ ସବୁ ପରୀକ୍ଷା ନିରୀକ୍ଷା କରିଛନ୍ତି ସେ ସମସ୍ତ ବିଷୟରେ ସେମାନେ ଆ ପ ଉଲ୍ଲେଖଯୋଗ୍ୟ ଭାବରେ ସେମାନେ ଜଣେଇଛନ୍ତି ଯେ ପ୍ରକୃତ ପକ୍ଷେ ଝାଡ଼ା ବାନ୍ତିଟା କାହିଁକି ହେଲା, କୋଉ କାରଣରୁ ହେଲା। ଆପଣମାନେ ବିଶେଷ କରି ଜାଣିଛନ୍ତି ଝାଡ଼ା ବାନ୍ତି ଏ ଜିଲ୍ଲାଟି ବର୍ତ୍ତମାନ ହଟସ୍ପଟରେ ପାଲିଛି ସେଇଟା ହଉଛି ଆପଣଙ୍କର ଯାଜପୁର। ତ ଯାଜପୁରରେ ପ୍ରଥମେ ଆରମ୍ଭ ହେଲା। ଗୋଟିଏ ପରେ ଗୋଟିଏ ଆପଣଙ୍କର ଝାଡ଼ା ବାନ୍ତିରେ ମୃତ୍ୟୁବରଣ କଲେ ଏବଂ ବର୍ତ୍ତମାନ ସୁଦ୍ଧା ଆପଣଙ୍କର ଯାଜପୁର ଡିଷ୍ଟ୍ରିକ୍ଟରେ 2000 ରୋଗୀ ଚିହ୍ନଟ ହୋଇଛନ୍ତି ଏବଂ 2000 ରୋଗୀ ବିଭିନ୍ନ ହସ୍ପିଟାଲରେ ସେମାନେ ଚିକିତ୍ସିତ ହଉଛନ୍ତି ଏବଂ କହିବାକୁ ଗଲେ ଅନ୍ୟ ପକ୍ଷରେ ୟାର କିଛି ଦିନ 2-3 ଦିନ ପୂର୍ବରୁ ଆମେ ଦେଖିଥିଲେ ଯେ ଏଇ ଝାଡ଼ା ବାନ୍ତିକୁ ନେଇକି ସତର୍କତା ଅବଲମ୍ବନ କରିବା ପାଇଁ ଆମ ଓଡ଼ିଶା ସରକାରଙ୍କ ତରଫରୁ ଭୁବନେଶ୍ୱରର ଅ ଆପଣଙ୍କର ଖଣ୍ଡଗିରି ବୋଲନ୍ତୁ, ଭୁବନେଶ୍ୱର ଆପଣଙ୍କର ବରମୁଣ୍ଡା ବୋଲନ୍ତୁ, ବିଭିନ୍ନ ଆପାର୍ଟମେଣ୍ଟ ବୁଲିଥିଲେ। ବିଶେଷ କରି ମାନନୀୟା ମେୟର ମ୍ୟାଡାମ ସୁଲୋଚନା ଦାସ ସେ ବିଭିନ୍ନ ଆପାର୍ଟମେଣ୍ଟ ବୁଲିଥିଲେ ଏବଂ ବିଭିନ୍ନ ଜାଗା ମଧ୍ୟ ଯାଇଥିଲେ। କେଉଁ ଜାଗାରୁ କଣ ଦୂଷିତ ଖାଦ୍ୟ ବାହାରୁଛି ବା ଦୂଷିତ ଖାଦ୍ୟ ବିକୁଛନ୍ତି ବା ଦୂଷିତ ଜଳ ବ୍ୟବହାର କରୁଛନ୍ତି ସେ ସମସ୍ତ ପଢିଥିଲେ ଏବଂ ଓଡ଼ିଶା ସରକାରଙ୍କର ବିଭିନ୍ନ ଦଳ ଯାହାକି ସେମାନେ ସ୍କ୍ୱାଡ ଗଠନ କରି ବିଭିନ୍ନ ଆକାରରେ ମେଡିକାଲ ଦଳ ଏବଂ ଯୋଉ ପରୀକ୍ଷିବା ଦଳ ସବୁ ଗଠନ କରି ବାରମ୍ବାର ତୁହାକୁ ତୁହା ଯାଇଛନ୍ତି ଏବଂ ବିଭିନ୍ନ ଜାଗାକୁ ଯାଇକି ସେମାନେ ପରୀକ୍ଷିଛନ୍ତି ଏବଂ ସାମ୍ପଲ ମଧ୍ୟ ପଠେଇଥିଲେ ଯାହା କେନ୍ଦ୍ର ସରକାର ଆଜି ଆସି କହିଛନ୍ତି ଯେ ପ୍ରକୃତ ପକ୍ଷେ ଏଇ ଝାଡ଼ାବାନ୍ତି ହେବାର ମୁଖ୍ୟ କାରଣ ହେଲା ଯେ ଆପଣଙ୍କର ଦୂଷିତ ଜଳ ଓ ଦୂଷିତ ଖାଦ୍ୟ। ତେଣୁ ବର୍ତ୍ତମାନ ସୁଦ୍ଧା ଆପଣଙ୍କର ଅ ବର୍ତ୍ତ ଭୁବନେଶ୍ୱରରେ ଆମର ଖାଦ୍ୟ ସୁରକ୍ଷା ଟିମ୍, ଓଡ଼ିଶା ସରକାରଙ୍କର ଖାଦ୍ୟ ସୁରକ୍ଷା ଟିମ୍ ଆପଣଙ୍କର 1.5 କୁଇଣ୍ଟାଲ ଖାଦ୍ୟ ଯାହାକି ଅଖାଦ୍ୟ ଜିନିଷ ବା ଯାହାକି ବାସି ଖାଦ୍ୟ, ଯାହାକି ଖାଇଲେ ଦେହ ପାଇଁ ରୋଗ ସୃଷ୍ଟି ହବ, ସେଇ ଖାଦ୍ୟଗୁଡ଼ିକ ସେମାନେ ନଷ୍ଟ କରିଛନ୍ତି। ଏଇଭଳି ଭାବରେ ଆମେ ଯଦି କହିବାକୁ ଯିବା, ତାହେଲେ ବର୍ତ୍ତମାନ ସୁଦ୍ଧା ଯାଜପୁର ବ୍ୟତୀତ ଓଡ଼ିଶାର ବିଭିନ୍ନ ଜିଲ୍ଲାରେ ଆପଣମାନଙ୍କର ଏଇଟା ବ୍ୟାପିବାରେ ଲାଗିଛି। ଯାଜପୁର, ଭଦ୍ରକ, କେନ୍ଦ୍ରାପଡ଼ା, କଟକ, ଢେଙ୍କାନାଳ, କେଉଁଝର, ପୁରୀ ଓ ବାଲେଶ୍ୱର ଏଇଭଳି 8ଟି ଜିଲ୍ଲାରେ ଏଇଟା ବର୍ତ୍ତମାନ ବ୍ୟାପିଛି। ୟା ପୂର୍ବରୁ ମୁଁ ଯାହା ଦେଖୁଥିଲି ସୂଚନା ଆମ ପାଖରେ ଥିଲା ଯେ କ୍ୟାପିଟାଲ ହସ୍ପିଟାଲ ଭୁବନେଶ୍ୱରରେ ୟାର 3 ଦିନ ପୂର୍ବରୁ 15 ରୋଗୀ ଚିକିତ୍ସିତ ହଉଥିଲେ ଝାଡ଼ାବାନ୍ତି ରୋଗୀ ଏବଂ ଯାହା ସୂଚନା ଆସୁଛି ଯେ ବିଭିନ୍ନ ହସ୍ପିଟାଲରେ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଗୁଡ଼ିକରେ ପ୍ରତ୍ୟେକ ଦିନ 6ରୁ 8 ରୋଗୀ ଝାଡ଼ାବାନ୍ତି ରୋଗୀ ଆସି ଚିକିତ୍ସିତ ହଉଛନ୍ତି। ତେଣୁ ଏଇଟା ଗୋଟେ ଡିଆଁ ରୋଗ ଜଣକ ପରେ ଆଉ ଜଣକୁ ହବ ଏବଂ ତାର ଯୋଉ ଅ ଦୂଷିତ ବାୟୁ ପ୍ରବାହିତ ହେବ, ଦୂଷିତ ଜଳ ଦ୍ୱାରା ହବ, ଦୂଷିତ ଖାଦ୍ୟ ଦ୍ୱାରା ହବ, ଏ ସମସ୍ତ ପ୍ରତି ଆମେ ସଚେତନ ରହିବା ଦରକାର ଏବଂ ସେଥିପାଇଁ ଆମର ବିଭିନ୍ନ ଜାଗାରେ ରେଡ୍ କରାହେଇଛି। ବିଶେଷ କରି ଆପଣମାନଙ୍କର ଯୋଉ ହୋଟେଲ ଗୁଡାକରେ ବାସି ଖାଦ୍ୟ ବା ପଚାସଢ଼ା ଖାଦ୍ୟ ବିକ୍ରୟ କରୁଥିଲେ ସେଇଭଳି 3 ହୋଟେଲକୁ ଆମ ଭୁବନେଶ୍ୱରରେ ଭୁବନେଶ୍ୱର ବିଏମସି ତରଫରୁ ତାକୁ ରେଡ୍ କରାହେଇଛି ଏବଂ 5ଟି ହୋଟେଲ ଏବଂ ରେସ୍ତୋରାଁକୁ ଆପଣଙ୍କର ଜରିମାନା ମଧ୍ୟ କରାହେଇଛି। ତେଣୁ ଜନସାଧାରଣଙ୍କୁ ଏତିକି କହିବା ଦରକାର ଯେ ଏଇ ଝାଡ଼ା ବାନ୍ତି ଯେମିତି ଆଉ ଆଗକୁ ନ ହବ ସେଇଟା ପାଇଁ ଆମେ ସତର୍କ ରହିବା ଦରକାର। ସବୁବେଳେ ଫୁଟା ପାଣି ପିଇବା ଦରକାର, ସଜ ଖାଦ୍ୟ ଖାଇବା ଦରକାର ଏବଂ ବିଭିନ୍ନ ଯୋଉ ଆମର ଖାଇବା ଜିନିଷ ଗୁଡାକ ବା ବିଭିନ୍ନ ଜିନିଷ ଗୁଡାକ ଆମେ ଘୋଡେଇକି ରଖିବା ଦରକାର। ଆଉ ବାହାରେ କିଛି ବୁଲାବୁଲି କରିବା ଦରକାର ନାହିଁ ବା ବାହାର ଖାଦ୍ୟ ଯୋଉଟା କି ଆପଣଙ୍କର ଗୁପଚୁପ ବୋଲନ୍ତୁ ବା ଆପଣଙ୍କର ଦହିବରା ବୋଲନ୍ତୁ ବା ବିଭିନ୍ନ ସମୟରେ ଯୋଉଟା ଅ ଭଲ ଭାବରେ ପ୍ରସ୍ତୁତ ହେଇନଥାଏ ସେଇ ଜିନିଷ ଗୁଡାକ ଖାଇବା ପାଇଁ ଆପଣମାନେ ମନ ବଳେଇବା ଉଚିତ ନୁହଁ। ବିଶେଷ କରି ମୁଁ କହିବାକୁ ଚାହୁଁଛି ଯେ ସରକାର ସୂତ୍ରରୁ ବର୍ତ୍ତମାନ ସୁଦ୍ଧା ଯୋଉ 7 ଜଣ ମୃତ ଘୋଷଣା କରାଯାଇଛି ଏଇ ଝାଡ଼ା ବାନ୍ତିରେ, କିନ୍ତୁ ବେସରକାରୀ ସୂତ୍ରରେ ସେଇଟା ଜଣାପଡିଛି ଯେ ଆପଣଙ୍କର 17 ଜଣ ମଲେଣି ବର୍ତ୍ତମାନ ସୁଦ୍ଧା। ତ ତେଣୁକରି ଆମକୁ ସତର୍କ ହେବାକୁ ପଡିବ। ଏହା ଏକ ଅ
ଭୟଙ୍କର ରୋଗ, ଯୋଉ ରୋଗ କି ଗୋଟିଏ ଜାଗାରୁ ଆଉ ଗୋଟେ ଜାଗାକୁ, ଗୋଟିଏ ଗ୍ରାମରୁ ଆଉ ଗୋଟେ ଗ୍ରାମକୁ, ଗୋଟିଏ ଅଞ୍ଚଳରୁ ଆଉ ଗୋଟେ ଅଞ୍ଚଳକୁ ବ୍ୟାପିଥାଏ। ତେଣୁ ସମସ୍ତେ ସଜାଗ ରହିବା ଦରକାର। ତେଣୁକରି ମୁଁ ଆପଣମାନଙ୍କୁ ଅନୁରୋଧ କରିବି ବା ସରକାରଙ୍କୁ ଏଇ ମାଧ୍ୟମରେ ଅନୁରୋଧ କରିବି ଯେ ୟା ଉପରେ ଯଥେଷ୍ଟ ପଦକ୍ଷେପ ନେବା ଆବଶ୍ୟକ। ଯାହା ନଉଛନ୍ତି ତେଣୁକରି ଧନ୍ୟବାଦ ମଧ୍ୟ ଦଉଛି। ଯଥେଷ୍ଟ ଟିମ୍ ଗଠନ କରିଛନ୍ତି। ସରକାରୀ ଟିମ୍ ଏବଂ ବିଭିନ୍ନ ସତର୍କମୂଳକ ବା ସଚେତନ କରିବା ପାଇଁ ଟିମ୍ ଅଛନ୍ତି ବା ବିଭିନ୍ନ ସମୟରେ ତାଙ୍କର ହେଲ୍ପ ଲାଇନ୍ ମଧ୍ୟ ସେମାନେ ଖୋଲିଛନ୍ତି। ଆଉ ବିଭିନ୍ନ ଆକାରରେ ସେମାନେ ତାକୁ ରୋକିବାକୁ ଚେଷ୍ଟା କରୁଛନ୍ତି। କିନ୍ତୁ ଅନେକ ସୂତ୍ରରୁ ଜଣାପଡୁଛି ଯଥେଷ୍ଟ ଚେଷ୍ଟା କରିବା ସତ୍ତ୍ୱେ ମଧ୍ୟ ଯାଜପୁର ଡିଷ୍ଟ୍ରିକ୍ଟରେ ବା ଯାଜପୁର ଜିଲ୍ଲାରେ ଏଇ ଝାଡ଼ା ବାନ୍ତି ନିୟନ୍ତ୍ରଣାଧୀନ ହେଉନାହିଁ। ଦିନକୁ ଦିନ ବଢିବାରେ ଲାଗୁଛି। ତେଣୁ ପ୍ରତ୍ୟେକ ଜିଲ୍ଲା ଯେହେତୁ ବର୍ତ୍ତମାନ ଆଠଟି ଜିଲ୍ଲାକୁ ବ୍ୟାପି ଗଲାଣି, ଖୋର୍ଦ୍ଧା ଜିଲ୍ଲାକୁ ଯେ ନ ବ୍ୟାପିବ ତାହାର କିଛି ମାନେ ନାହିଁ। କାରଣ ଏଇଟା କୁହାଯାଉଛି ଯେ ଆପଣମାନଙ୍କର ଅ ବରମୁଣ୍ଡାରୁ ହିଁ ଆପଣମାନଙ୍କର ଝାଡ଼ା ବାନ୍ତି ବା ବରମୁଣ୍ଡାରୁ ହିଁ ଡେଙ୍ଗୁ ବା ବରମୁଣ୍ଡାରୁ ହିଁ ଆପଣଙ୍କର ବିଭିନ୍ନ ଯୋଉ ବାହି ଗୋଟେ ଜାଗାରୁ ଅନ୍ୟ ଜାଗାକୁ ପ୍ରବାହିତ ହବ ସେଇଭଳିଆ ରୋଗ ଗୁଡାକ ପ୍ରଭାବିତ ହବ ବୋଲିକି ବିଭିନ୍ନ ବିଶେଷଜ୍ଞମାନେ କହୁଛନ୍ତି। ତେଣୁ ସତର୍କ ରହିବା ଦରକାର। ସବୁବେଳେ ସତର୍କ ରହିକି ବାହାରକୁ ବେଶୀ ବୁଲାବୁଲି କରିବା ଆବଶ୍ୟକ ନାହିଁ ବା ବାହାର ଖାଦ୍ୟ ଖାଇବା ଆବଶ୍ୟକ ନାହିଁ। ତେଣୁ ମୁଁ ଆପଣମାନଙ୍କୁ ଅନୁରୋଧ କରିବି ଜନସାଧାରଣଙ୍କୁ ସଚେତନ ରହିବେ, ଫୁଟା ପାଣି ପିଇବେ, ସଜ ଖାଦ୍ୟ ଖାଇବେ, ବାସି ଖାଦ୍ୟ ଖାଇବେ ନାହିଁ। ଫ୍ରିଜରେ ରଖିକି ବାରମ୍ବାର ଖାଉଛନ୍ତି ଆଉ ବାରମ୍ବାର ଗରମ କରି ଖାଉଛନ୍ତି ସେଇଗୁଡାକ ମଧ୍ୟ ବହୁତ ଖରାପ। ତ ଏଇ ଦୃଷ୍ଟିକୋଣରୁ ଯୋଉ ଡକ୍ଟରମାନେ ଯୋଉ ପରାମର୍ଶ ଦଉଛନ୍ତି ସେ ପରାମର୍ଶ ଅନୁସାରେ ଆମକୁ ଜୀବନ ବିତେଇବାକୁ ପଡିବ। ଏବଂ ଯୋଉମାନେ ବ୍ୟବହାର କରୁଛନ୍ତି କି ଆପଣଙ୍କର ବୋହି ଯାଉଥିବା ପାଣି ସେ ପାଣି ଗୁଡାକରେ ଆପଣମାନେ ଜମା ଡିରେକ୍ଟଲି ବ୍ୟବହାର କରିବେନି, ତାକୁ ଫୁଟେଇକିନା ପିଇବେ ବା ସେଥିରେ ଆପଣଙ୍କର ହାଲୋଜିନ୍ ବଟିକା ମିଶ୍ରଣ କରିକି ତାକୁ ବ୍ୟବହାର କରିବେ ବିଭିନ୍ନ କ୍ଷେତ୍ରରେ। ତେଣୁକରି ଆମେ ସତର୍କ ରହିବା ପାଇଁ ଆମେ ଏଇ ଭିଡିଓ ମାଧ୍ୟମରେ ଆପଣମାନଙ୍କୁ ସଚେତନ କରିବା ପାଇଁ ଆମେ ନିଜକୁ ଭାବିଲୁ। ଯଦି କିଛି ଆପଣମାନଙ୍କର ଏଥିପ୍ରତି ଯଦି କୌଣସି ପ୍ରକାର ଆପଣମାନଙ୍କର ଅ ଯଦି କିଛି ଅଛି ତାହେଲେ ବା ସୂଚନା ଅଛି ଆମମାନଙ୍କୁ ପ୍ରଦାନ କରିବା ହେବେ। କାରଣ ଜନସାଧାରଣଙ୍କୁ ଜଣେଇବା ହିଁ ଆମମାନଙ୍କର କାର୍ଯ୍ୟକ୍ରମ। ଯେମିତି ଜନସାଧାରଣ ମାନେ ସଚେତନ ହେବେ ଏବଂ ରୋଗମୁକ୍ତ ରହିବେ। ନମସ୍କାର। ମୁଁ ଆପଣମାନଙ୍କୁ ଅନୁରୋଧ କରୁଛି ଏ ଭିଡିଓଟିକୁ ଲାଇକ୍ କରନ୍ତୁ, ସେୟାର କରନ୍ତୁ ଏବଂ ସବସ୍କ୍ରାଇବ କରନ୍ତୁ। ଧନ୍ୟବାଦ।